ଏବେ ବି ଆସିଲା ନବମ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଖବର। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ଆସିଲା ତାରିଖ। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ 6 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପରେ ନ୍ୟସ୍ତ ଥିଲେ। ପ୍ରଶ୍ନପତ୍ର ଦାୟିତ୍ୱ ବୋର୍ଡ ନିୟନ୍ତ୍ରଣ ରହିଛି। ପ୍ରଶ୍ନପତ୍ର ବୋର୍ଡ ନ ଛପାଇଲେ ମଧ୍ୟ ବିଷୟବସ୍ତୁ ଆଧାରରେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର କରି ତାହାକୁ ଇମେଲ ଯୋଗେ ବିଦ୍ୟାଳୟଗୁଡ଼ିକୁ ପଠାଇବେ। ପ୍ରଧାନ ଶିକ୍ଷକମାନେ ନିଜ ଆଇଡି ପାସୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନଲୋଡ କରି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ତାହା ପ୍ରଦାନ କରିବେ। ପରୀକ୍ଷାର 2 ଘଣ୍ଟା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ବିଦ୍ୟାଳୟ ଆଇଡିରେ ପ୍ରଶ୍ନ ପଠାଇବେ। ପ୍ରଶ୍ନପତ୍ର ଗୁଡିକ ଡାଉନଲୋଡ କରିବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ସୀମା ପ୍ରଧାନ ଶିକ୍ଷକମାନଙ୍କୁ ଦିଆଯିବ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଶ୍ନପତ୍ର ଡାଉନଲୋଡ କରିବାକୁ ପଡିବ। ସମୟ ପୂର୍ବରୁ କିମ୍ବା ପରେ କେହି ଚାହିଁଲେ ମଧ୍ୟ ପ୍ରଶ୍ନପତ୍ର ଡାଉନଲୋଡ କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ସହଜରେ ପ୍ରଶ୍ନପତ୍ର ପ୍ରକଟ କରିବାରେ କେହି ସୁଯୋଗ ପାଇପାରିବେ ନାହିଁ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଏହି ଭିଡିଓଟିକୁ ପ୍ରବଳ ମାତ୍ରାରେ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ।